29 ଅଧ୍ୟାୟ। ସୁତ ଉବାଚ ସୌନଃ କଙ୍କ କଥା ଶୁଣି ଶ୍ରଦ୍ଧାରେ ଶିଷ୍ୟ ସଙ୍ଗେ ମୁନି କହିଲେ ଆହେ ମୁନିବର ବିଧାନ ଏ ମଳ ମାସର କହନ୍ତୁ ବିସ୍ତୃତ ଭାବରେ ପାଳନ କରିବୁ ବିଧିରେ ଆଗ୍ରହ ବଳିଛି ଆମ୍ଭର ଭବୁ ହୋଇବୁ ଯେହ୍ନେ ପାର ଏପରି ଶୁଣି ମୁନିବର କହିଲେ ହୋଇ ହର୍ଷ ଭର। ସୌନକ ଉବାଚ ଯେ କାଳେ ମଳ ମାସ ହେବ ଏ ବ୍ରତ କେବେ ନ ଛାଡ଼ିବ ପ୍ରତିପଦାରେ ଏହି ବ୍ରତ ଆରମ୍ଭ କରିବା ଉଚିତ। ପ୍ରାତଃ କାଳରେ ସ୍ନାନ ସାରି ସୂର୍ଯ୍ୟଙ୍କୁ ଦେବ ଅର୍ଘ୍ୟ ବାରି ତାପରେ ପିତୃତର୍ପଣ କରିବ କୁଶକୁ ଧରିଣ ପାତ୍ରିରେ ଜଳ ତିଳ ଧରି ମନରେ ପିତୃଙ୍କୁ ସୁମରି ନାମ ଗୋତ୍ରରେ ଜଳ ଦେବ ସେ ଜଳ ପିତୃଙ୍କୁ ମିଳିବ। ତାପରେ ଲକ୍ଷ୍ମୀ ନାରାୟଣ ପୀଠକୁ କରି ଆବାହନ ଆସନ ପାଦ୍ୟ ଅର୍ଘ୍ୟ ଦେଇ ସ୍ନାନୀୟ ଦେବ ସ୍ନାନ ପାଇଁ ବସନ ଗନ୍ଧ ପୁଷ୍ପ ଦେବ ସେ ପୁଷ୍ପ ସୁବାସିତ ଥିବ। ତାପରେ ଧୂପ ଦୀପ ଦେବ ଗୁଆ ଘୃତ ହିଁ ଜଳାଇବ ତେଲ ବା ଜଡ଼ା ଦେବ ନାହିଁ ଘୃତ ଦୀପକୁ ଯଜ୍ଞ କହି ଉତ୍ତମ ପକ୍ୱ ଫଳ କ୍ଷୀର ଦହି ବା ଲହୁଣୀ ସାକର ଏଥିରେ ବାଳ ଭୋଗ ଦେବ ତାପରେ ଅନ୍ନ କର ଭୋଗ ପୂଜା ସରିଲେ ଘୃତବତୀ ଜଳାଇ କରିବ ଆଳତି ଭଜନ କରିବ ଗାୟନ ଗୀତାକୁ କରିବ ପଠନ ବିଷ୍ଣୁ ପୁରାଣ ସ୍ତୁତି ଗାଇ ବସିବ ଧ୍ୟାନେ ମନ ହୋଇ ଦିନ ଦ୍ୱିପହର ସମୟେ ଖାଇବ ଅନ୍ନକୁ ବେଳାଏ ସାତ୍ୱିକ ଆହାର କରିବ ଅପର ଅନ୍ନ ନ ଖାଇବ। କାର୍ତ୍ତିକ ବ୍ରତ ଯେଉଁପରି କରନ୍ତି ମାସେ ବ୍ରହ୍ମଚାରୀ ସେପରି ଅନ୍ନ ହିଁ ଖାଇବ ମରିଚ ତେନ୍ତୁଳି ତେଜିବ। ସନ୍ଧ୍ୟାରେ ସଞ୍ଜବତୀ ଦେବ ଭଜନ କୀର୍ତ୍ତନ କରିବ ତା ସଙ୍ଗେ ନ କରିବ କଳି ସଂଯମୀ ଥିବ ଯୋଗୀ ଭଳି ମୌନେ ଦିନ ସାରା ଥିବ ବଚନ ଅଳପ କହିବ ମନରେ ନାମ ଗୁଣୁଥିବ ହୃଦୟରେ ବିଷ୍ଣୁଙ୍କୁ ଚିନ୍ତିବ ପରଚରଚା ନ କରିବ ସାଧୁ ଭାବରେ ଦିନ ନେବ ଏକାଦଶୀରେ ଉପବାସ କରି କରିବ ଫଳ ଗ୍ରାସ ଶେଷ ଦିବସେ ହୋମ କରି ବ୍ରତ ସମାପ୍ତ ଦେବ କରି ଏହି ବିଧିରେ ଯେତେ ଥର ପାରିବ ବ୍ରତ ତୁମ୍ଭେ କର। ଥରେ ବ୍ରତ ଯେ କରନ୍ତି ବହୁତ ସୁପୁଣ୍ୟ ଲଭନ୍ତି ଅନେକ ଥର ଯେ କରିବ ବିଷ୍ଣୁ ଲୋକକୁ ସେ ଯିବ। ଏ ମାସ ବିଷ୍ଣୁ ମାସ ଅଟେ ସୁଶୀଘ୍ର ପାତକତା ତୁଟେ ଏଣୁ ଏ ମାସ ମାସେ ସାର ସର୍ବ ମାସର ଅଧୀଶ୍ୱର। ଏ ବ୍ରତ ସକଳେ କରିବେ ବ୍ରାହ୍ମଣ ଚଣ୍ଡାଳ ସରବେ ପୁରୁଷ ନାରୀ ଭେଦ ନାହିଁ ଏ ବ୍ରତେ ବହୁ ପୁଣ୍ୟ ହୋଇ ସ୍ୱର୍ଗରେ ଛନ୍ତି ଯେତେ ଦେବ ଜାଣନ୍ତି ଏ ବ୍ରତର ଭାବ ଯେ ଜନ ମାସେ ନ କରିବ ସେ 5 ଦିନ ହିଁ ପାଳିବ ଅଳପ
करिले साधन फल से पाइब महान एपरि व्रत विधि निश्चय मिली थाए सिद्धि एणु सह कल मुनिगण करिबा उचित सन एपरि सौनक बुझाई कहिले अति हर्ष होई श्रीकृष्ण चरण सरोज स्मरिले खै देवराज अधिमासर विधिमान जेहु पालिब तार पुण्य अवश्य वर्धन होइब सकल पातक दहिब आनंदे बोल हरि 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 करिबे सबु पारि। इति श्री पद्मपुराणे सूत सौनक संवादे पुरुषोत्तम मास महात्म्य कथने नाम 39 अध्यायः।